ବାଉଡ଼ି ଏଇଟା ଆଜି କ'ଣ ହବ? ଏତିକି ଶୁଣି ସ୍ତ୍ରୀ ଦେଲେ ହସି ବିଚରା ମୁଁ ଗଲି ଫସି। ଛତିଆ ବୈରୀରୁ ସାନ ଭାଇ ପ୍ରକାଶ ପଣସ କଠାଟେ ପଠେଇଥିଲେ। ପଣସକୁ ତେଲ ହାତ ହେଇ କଟାକଟି କରି ତାକୁ ଲୁଣ ହଳଦୀ ପକେଇ ସିଝିବାକୁ ଛାଡ଼ିଦେଲି। ପଣସ ତ ତାର ସିଝୁଥିଲା, ମୁଁ କାହିଁକି ଆଉ ଡେରି କରିବି। ମୁଁ ମୋର ମସଲା ପ୍ରସ୍ତୁତରେ ଲାଗି ପଡ଼ିଲି। ମୋ ମସଲା ପାଇଁ ଟମାଟୋ, ଦହି, ପୋଦିନା ପତ୍ର, କଞ୍ଚା ଲଙ୍କା, ଡାଳଚିନି, ଗୁଜୁରାତି, ସୋରିଷ, ଜିରା, ବତୁରା ଯାଇଥିବା ଅରୁଆ ଚାଉଳ ଆଉ ଲେମ୍ବୁ ଚିପୁଡ଼ି ଦେଇକି ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେଲି। ଏତିକି ବେଳକୁ ସିଝି ଯାଇଥିଲା ମୋର ପଣସ କଠା, ଆଉ ତା ସାଙ୍ଗରେ ଥିଲା ଦୁଇଟା ସିଝା ଆଳୁ। ତାକୁ ଭଲ ଭାବରେ ଦଳାଦଳି ଚକାଚକି କରି ପୁରା ସ୍ମାସ୍ କରିଦେଲି। ସ୍ମାସ୍ ହେଇସାରିଲା ପରେ ସେଥିରେ ମିଶାଇଲି ପୂର୍ବରୁ ବାଟଣ କରିଥିବା ମୋର ମସଲା ବାଟଣ। ସେଥିରେ ମିଶାଗଲା ବେସନ, କର୍ଣ୍ଣଫ୍ଲୋର, ସ୍ୱାଦ ଅନୁସାରେ ଲୁଣ ଆଉ ହଳଦୀ। ତାକୁ ଭଲ ଭାବରେ ଗୋଳାଗୋଳି କରିସାରିଲା ପରେ ତାକୁ ଗୋଟିଏ ଗୋଟେ ଗୁଳା କଲି। ତାକୁ ବରା ଭଳିଆ କରିକି ପୁର ଦେଲି ଚିଜ୍ ଟିକେ ଟିକେ। ତାପରେ ତାକୁ ସୁଜିରେ ଟିକେ ଗଡ଼େଇ ଦେଇକି ତାକୁ ଗରମ ତେଲରେ ଛାଣିଦେଲି। ଯେତେବେଳେ ତେଲରେ ଛଣା ହେଉଥିଲା ମନେ ମନେ ମୁଁ ଭାବୁଥିଲି ମୋ ଧର୍ମପତ୍ନୀ କି ଭଲ ଲାଗିବ ତ, ତାରି ପାଇଁ ହିଁ ନୂଆ କରି ତିଆରି କରୁଛି। ଯେତେବେଳେ ତିଆରି କଲି ଆଉ ସିଏ ଯେତେବେଳେ ପାଟିରେ ଦେଲା, ଆହା ପଣସ ଚିଜ୍ ବରା।